ପରିତ୍ରାଣ ବାଇବଲର ମୁଖ୍ୟ ପ୍ରସଙ୍ଗ ଅଟେ। ବାଇବଲ ଅନୁସାରେ ପରିତ୍ରାଣର ଅର୍ଥ ହେଉଛି ପାପର ଶକ୍ତିରୁ ଓ ପାପ ପାଇଁ ଥିବା ଶାସ୍ତି ଉଭୟରୁ ମୁକ୍ତି। ପାପ ପାଇଁ ଥିବା ଶାସ୍ତି ହେଉଛି ଅନନ୍ତ ମୃତ୍ୟୁ। ପାପର ବନ୍ଧନରୁ ମୁକ୍ତିକୁ ପରିତ୍ରାଣ କୁହାଯାଏ। ପରିତ୍ରାଣ ପରମେଶ୍ୱରଙ୍କ ଠାରୁ ଏକ ଦାନ ଅଟେ, ଯାହାକି ପରମେଶ୍ୱରଙ୍କର ପ୍ରେମ ଓ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ମାଧ୍ୟମରେ ମାନବ ଜାତିକୁ ପ୍ରଦାନ କରାଯାଇଅଛି। ପରିତ୍ରାଣ ବିଷୟରେ ବାଇବଲ 5 ମହତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ନମ୍ବର 1, ପାପ ଓ ମାନବ ଜାତିର ସ୍ଥିତି। ବାଇବଲ ଶିକ୍ଷା ଦିଏ ଯେ ସମସ୍ତ ମାନବ ଜାତି ପାପୀ ଅଟେ। ପାପ କାରଣରୁ ସମସ୍ତ ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଅଲଗା ବା ବିଚ୍ଛିନ୍ନ ହୋଇଅଛନ୍ତି। ବାଇବଲରେ ଏପରି ଲେଖାଯାଏ, ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ରୋମୀୟ ଅଧ୍ୟାୟ 3:23। ଏହି ପାପ କାରଣରୁ ମୃତ୍ୟୁ ଓ ବିନାଶ ସୁନିଶ୍ଚିତ ଅଟେ। ପରିତ୍ରାଣ ଆମକୁ ପାପରୁ ମୁକ୍ତି ପ୍ରଦାନ କରିଥାଏ ଓ ଆମକୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ କରାଇଥାଏ। ନମ୍ବର 2, ପରିତ୍ରାଣର ସ୍ରୋତ। ପରିତ୍ରାଣ କିଏ ପ୍ରଦାନ କରିଥାଏ? ପରିତ୍ରାଣ କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଓ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ମାଧ୍ୟମରେ ହିଁ ସମ୍ଭବ ଅଟେ। ବାଇବଲରେ ଏପରି ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଜହନ 3:16। କ୍ରୁସରେ ଯୀଶୁଙ୍କ ମରଣ ଓ ପୁନରୁତ୍ଥାନ ପରିତ୍ରାଣର ମାଧ୍ୟମ ହେଲା। ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରିବ ସେ ପରିତ୍ରାଣ ପ୍ରାପ୍ତ ହେବ। ନମ୍ବର 3, ପରିତ୍ରାଣ କିପରି ପ୍ରାପ୍ତ କରିବା? ପରିତ୍ରାଣ କ୍ରିୟାକର୍ମରୁ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୋଇଥାଏ। ବାଇବଲରେ ଏପରି ଲେଖାଯାଏ, ଏଫେସୀୟ ଅଧ୍ୟାୟ 2:8-9 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ। ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ। କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଆହୁରି ରୋମୀୟ ଅଧ୍ୟାୟ 10:9 ଏପରି ଲେଖାଯାଏ, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। ନମ୍ବର 4, ମନ ପରିବର୍ତ୍ତନ ଓ ପାପରୁ ମୁକ୍ତି। ପରିତ୍ରାଣ ପାଇବା ପାଇଁ ମନୁଷ୍ୟକୁ ନିଜର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ, ମନ ପରିବର୍ତ୍ତନ କରିବାକୁ ପଡ଼ିବ। ପ୍ରେରିତ ଅଧ୍ୟାୟ 3:19 ଏପରି ଲେଖାଯାଏ, ଅତଏବ ଯେପରି ଆପଣମାନଙ୍କର ପାପ ମୋଚନ ହୋଇପାରେ, ଏଥି ନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ପ୍ରେରିତ ଅଧ୍ୟାୟ 2:38। ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ। ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ନମ୍ବର 5, ପରିତ୍ରାଣର ପରିଣାମ। ପରିତ୍ରାଣ ପ୍ରାପ୍ତ କରିବା ପରେ ଜଣେ ବ୍ୟକ୍ତି ନୂତନ ଜୀବନ ପ୍ରାପ୍ତ କରିଥାଏ। 2 କରିନ୍ଥୀୟ ଅଧ୍ୟାୟ 5:17। ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପରିତ୍ରାଣର ପରିଣାମ ବା ଫଳାଫଳ ଅନନ୍ତ ଜୀବନ ଅଟେ। ରୋମୀୟ ଅଧ୍ୟାୟ 6:23 ଏପରି ଲେଖାଯାଏ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରିୟ ବନ୍ଧୁଗଣ, ପରିତ୍ରାଣ ପ୍ରାପ୍ତ କରିବା ପରେ ଆମ୍ଭେମାନେ ନୂତନ ଜୀବନ ପ୍ରାପ୍ତ କରିଥାଉ। ପରିତ୍ରାଣର ପରିଣାମ ଅନନ୍ତ ଜୀବନ ଅଟେ।